ଆଜି ଆମେ କଥା ହେବୁ ଏକ ସୁନ୍ଦର ଓଡ଼ିଆ ମୁଭି କବିତା ବନିତା ଲତା ଟୁ ବିଷୟରେ, ଯାହା ଏବଂ ଅକ୍ଟୋବର 12 ସନ୍ଧ୍ୟା 6:30ରେ। ଏହି ଫିଲ୍ମଟି ଶକ୍ତି ଓ ସାମାଜିକ ସନ୍ଦେହର ଏକ ମିଶ୍ରଣ। କବିତା ବନିତା ଓ ଲତା ଏ ତିନୋଟି ଚରିତ୍ର ମାଧ୍ୟମରେ ଦେଖାଯାଇଛି ତିନିଟି ଭିନ୍ନ ମହିଳାର ଜୀବନ ଓ ସଂଘର୍ଷ, ଯେଉଁଠି ପ୍ରତ୍ୟେକ ଜଣ ନିଜର ଆତ୍ମସମ୍ମାନ ଓ ସ୍ୱପ୍ନ ପାଇଁ ଲଢୁଛନ୍ତି। ତିନି ଜଣ ଅଭିନେତ୍ରୀଙ୍କ ଅଭିନୟ ଏହି ଫିଲ୍ମରେ ମୂଳ ଶକ୍ତି। ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ତିନି ଜଣ ହିରୋଇନ୍। ସେମାନଙ୍କର ନାମ ହେଉଛି ସିମରନ୍, ହିତେଶ, ସୁଲକ୍ଷଣା। ହିରୋ ଭୂମିକାରେ ତୁଷାର ଚନ୍ଦ୍ର। ସେମାନଙ୍କ ଅନୁଭବ, ଅଭିବ୍ୟକ୍ତି ଓ ସତ୍ୟତା ଦର୍ଶକଙ୍କ ହୃଦୟକୁ ଛୁଇଁଯାଏ। ସପୋର୍ଟିଂ କାଷ୍ଟ ମଧ୍ୟ ଖୁବ୍ ଭଲ କାମ କରିଛନ୍ତି। ଫିଲ୍ମର ସଙ୍ଗୀତ, ବ୍ୟାକଗ୍ରାଉଣ୍ଡ ସ୍କୋର ଦର୍ଶକଙ୍କୁ ଷ୍ଟୋରି ସହିତ ଇମୋସନାଲି କନେକ୍ଟ କରି ଦେଉଛି। ଡାଇରେକ୍ଟର ମୃତ୍ୟୁଞ୍ଜୟ ସାହୁଙ୍କ ପକ୍ଷରୁ ଏକ ସଜାଗ ଓ ସମ୍ବେଦନଶୀଳ ପ୍ରୟାସ। କବିତା ବନିତା ଲତା ଟୁ ୱାର୍ଲଡ ଡିଜିଟାଲ ପ୍ରିମିୟର ତରଙ୍ଗ ପ୍ଲସରେ ହେଉଛି। ଯଦି ଆପଣ ଫ୍ୟାମିଲି ଫ୍ରେଣ୍ଡଲି ଇମୋସନାଲ ଡ୍ରାମା ଦେଖିବାକୁ ଚାହୁଁଛନ୍ତି, ଏହି ଫିଲ୍ମ ନିଶ୍ଚିତ ଭାବେ ଆପଣଙ୍କୁ ଭଲ ଲାଗିବ। ଦେଖନ୍ତୁ ଏହି ଫିଲ୍ମ, ସେୟାର କରନ୍ତୁ ନିଜ ମତାମତ କମେଣ୍ଟରେ ଜଣାନ୍ତୁ। କବିତା ବନିତା ଲତା ଟୁ ଆପଣଙ୍କୁ କେତେ ଭଲ ଲାଗିଲା।